ତାଙ୍କର ଅବସ୍ଥା ଦେଖି ମୁଁ ଭିତରୁ ବହୁତ ଦୁଃଖୀ। ପ୍ରଭୁ ଜଗନ୍ନାଥ ଚାହିଁଲେ ସିଏ ସୁସ୍ଥ ହେଇଯିବେ। ସମସ୍ତେ ମହାପ୍ରଭୁ ପାଖରେ ପ୍ରାର୍ଥନା କରନ୍ତୁ, କାହିଁକିନା ହ୍ୟୁମାନ ଓଡ଼ିଆ ଲୋକଙ୍କ ପାଇଁ ଯେତିକି ଗୀତ ଭେଟି ଦେଇଛନ୍ତି, ସେ ଯେତିକି ଗୀତରେ କଣ୍ଠଦାନ କରିଛନ୍ତି, ପ୍ରତିଟି ଗୀତ ପ୍ରତିଟି ଓଡ଼ିଆ ଦର୍ଶକଙ୍କ ହୃଦୟକୁ ପହଞ୍ଚି ତାଙ୍କର ଆଜି ଏହି ଅବସ୍ଥାରେ ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଦରକାର। ଆମେ ସମସ୍ତେ ମହାପ୍ରଭୁ ପାଖରେ ପ୍ରାର୍ଥନା କରିବା ଦରକାର। ଭିତରକୁ ଆଲାଉ ମାନେ କାହାକୁ କରାଯାଉନଥିଲା। ତାଙ୍କ ମାମୁଙ୍କ ସାଙ୍ଗରେ କଥା ହେଲି, ତାଙ୍କ ମାମୁଙ୍କ ପାଖରୁ ଏତିକି ଜାଣିବାକୁ ପାଇଲି ସେ ଧୀରେ ଧୀରେ ଇମ୍ପ୍ରୁଭ୍ କରୁଛନ୍ତି। ତାଙ୍କ ବ୍ଲଡ଼ କାଲି ଯେତିକି ଜୋରରେ ଇନଫେକ୍ସନ୍ ଥିଲା ଆଜି ଟିକେ କମିଛି, ଧୀରେ ଧୀରେ ଇମ୍ପ୍ରୁଭ୍ କରୁଛନ୍ତି। ଆଉ ତାଙ୍କ ୱାଇଫ୍ ମଧ୍ୟ ସେଇଠି ଥିଲେ, ତାଙ୍କୁ ମଧ୍ୟ ପ୍ରଣାମ କଲି। ଦେଖନ୍ତୁ, ଆମେ ଯଦି ନ ଚାହିଁବା ନିଶା ଆମକୁ ଗ୍ରାସ କରିପାରିବ ନାହିଁ। ଗୋଟେ ବିଜି ମୁଁ ଯେତିକି ଜାଣିଛି ଏ ଲାଇନ୍ର ଲୋକମାନେ, ନିଶା କଥା ତ ମୁଁ କହିପାରିବିନି, କିନ୍ତୁ ଏ ଲାଇନ୍ର ଲୋକମାନେ ହ୍ୟୁମାନ ଯେଉଁ ଭଳିଆ ଷ୍ଟାର, ମାନେ ଗୋଟେ ଦିନରେ 7-8ଟା ଗୀତ ଡବିଂ କଲେ, ରାତିରେ ପୁଣି ଷ୍ଟେଜ୍ ପ୍ରୋଗ୍ରାମ ଥାଏ, ପୁଣି ରାତିରେ ଲେଟ୍ରେ ଶୋଇବା 3ଟା-4ଟା, କେବେ କେବେ ଭୋର 5ଟା ହେଇଯାଏ, ପୁଣି ସକାଳ 8-9ଟାରେ ଉଠିକିରି 2-3 ଘଣ୍ଟା ଶୁଆ ହେଇଛି ନା ପୁଣି ଷ୍ଟୁଡିଓ, ଏସବୁ ବିଜି ସେଡ୍ୟୁଲ୍ ଭିତରେ ମଣିଷ ନିଜର କେୟାର ନେଇ ଭାଇ ହ୍ୟୁମାନ ଭାଇଙ୍କୁ ଦେଖା କରିବାକୁ ଆପଣ ଏଇଠି ଯାଇଥିଲେ, କ'ଣ କହିବେ, କାହା ସାଙ୍ଗରେ ଦେଖା ସାକ୍ଷାତ ହେଲା, କାହିଁକି ଦେଖିପାରିବେ? ସର୍ବପ୍ରଥମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବି, ତାଙ୍କ ଶରୀର ସୁସ୍ଥ କରିଦିଅନ୍ତୁ ମହାପ୍ରଭୁ। ମୋ ଭିତରୁ ବହୁତ ଦୁଃଖୀ ଓ ମର୍ମାହତ। ଓଡ଼ିଶାର ଏତେ ବଡ଼ ସୁନାମଧନ୍ୟ କଣ୍ଠଶିଳ୍ପୀ, ତାଙ୍କର ଅବସ୍ଥା ଦେଖି ମୁଁ ଭିତରୁ ବହୁତ ଦୁଃଖୀ। ପ୍ରଭୁ ଜଗନ୍ନାଥ ଚାହିଁଲେ ସିଏ ସୁସ୍ଥ ହେଇଯିବେ। ଏବେ ରିସେଣ୍ଟ ଆପଣ ଦେଖନ୍ତୁ, ପୁରୀ ଜଗନ୍ନାଥ ମନ୍ଦିରରେ ଗୋଟେ ବାପାଟେ ତା ପୁଅକୁ ନେଇ ଯାଉଛି, କହୁଛି କି ଜଗା ମୋ ପୁଅକୁ ଭଲ କରିଦେ। ଆଉ ତୁରନ୍ତ ସେ ପିଲାର ଗୋଡ଼ ହାତ କିଛି କାମ କରୁନଥିବ, ସେ ପିଲା ଭଲ ହେଇଯାଉଛି। ଆମ ପ୍ରତିଟି ଓଡ଼ିଆ ଦର୍ଶକଙ୍କୁ ହାତ ଯୋଡ଼ି ନିବେଦନ କରିବି, ସମସ୍ତଙ୍କୁ ନିବେଦନ କରିବି, ସମସ୍ତେ ମହାପ୍ରଭୁ ପାଖରେ ପ୍ରାର୍ଥନା କରନ୍ତୁ, କାହିଁକିନା ହ୍ୟୁମାନ ଓଡ଼ିଆ ଲୋକଙ୍କ ପାଇଁ ଯେତିକି ଗୀତ ଭେଟି ଦେଇଛନ୍ତି, ସେ ଯେତିକି ଗୀତରେ କଣ୍ଠଦାନ କରିଛନ୍ତି, ପ୍ରତିଟି ଗୀତ ପ୍ରତିଟି ଓଡ଼ିଆ ଦର୍ଶକଙ୍କ ହୃଦୟକୁ ପହଞ୍ଚି ତାଙ୍କର ଆଜି ଏହି ଅବସ୍ଥାରେ ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଦରକାର। ଆମେ ସମସ୍ତେ ମହାପ୍ରଭୁ ପାଖରେ ପ୍ରାର୍ଥନା କରିବା ଦରକାର। ଆଉ ମୁଁ ଭିତରକୁ ଯାଇଥିଲି, ଏମ୍ସର ଡାଇରେକ୍ଟର ଥିଲେ, ଭିତରେ ଥିଲେ। ଆଉ ଭିତରକୁ ଆଲାଉ ମାନେ କାହାକୁ କରାଯାଉନଥିଲା। ତାଙ୍କ ମାମୁଙ୍କ ସାଙ୍ଗରେ କଥା ହେଲି, ତାଙ୍କ ମାମୁଙ୍କ ପାଖରୁ ଏତିକି ଜାଣିବାକୁ ପାଇଲି ସେ ଧୀରେ ଧୀରେ ଇମ୍ପ୍ରୁଭ୍ କରୁଛନ୍ତି। ତାଙ୍କ ବ୍ଲଡ଼ କାଲି ଯେତିକି ଜୋରରେ ଇନଫେକ୍ସନ୍ ଥିଲା ଆଜି ଟିକେ କମିଛି, ଧୀରେ ଧୀରେ ଇମ୍ପ୍ରୁଭ୍ କରୁଛନ୍ତି। ଆଉ ତାଙ୍କ ୱାଇଫ୍ ମଧ୍ୟ ସେଇଠି ଥିଲେ, ତାଙ୍କୁ ମଧ୍ୟ ପ୍ରଣାମ କଲି। ଆଉ ମୋର ବିଶ୍ୱାସ ଅଛି ପ୍ରଭୁ ଜଗନ୍ନାଥ ତାଙ୍କୁ ଭଲ କରିଦେବେ। ସେ ଆମ ପାଖକୁ ପୁଣି ଫେରି ଆସିବେ। ଓଡ଼ିଆ ଦର୍ଶକଙ୍କୁ ସେମିତି ମିଠା ମିଠା ଗୀତ ସେ ସେମିତି ଶୁଣେଇବେ। ସେ ଟିକେ ବ୍ୟସ୍ତ ଥିଲେ, ମେଡ଼ିସିନ ପାଇଁ ଯାଉଥିଲେ, ହୁଏତ ବହୁତ ବ୍ୟସ୍ତ ଥିଲେ। ମୁଁ ପ୍ରଣାମ କରିଲି, ହଁ ଭାଇ ପ୍ରଣାମ। ଆଉ ମୁଁ ଆଉ ତାଙ୍କ ସାଙ୍ଗରେ ଏତେ କଥା ହେଇପାରିଲିନି, ବଟ୍ ତାଙ୍କ ମାମୁଙ୍କ ସାଙ୍ଗରେ ଫିଜିକାଲି 10-15 ମିନିଟ୍ ମୁଁ କଥା ହେଲି। ନା, ତାଙ୍କ ମା ଭିତରେ ଥିଲେ, ମାନେ ତାଙ୍କ ବେଡ୍ ପାଖରେ ଥିଲେ। ବେଡ୍ ପାଖକୁ ତ କାହାକୁ ଆଲାଉ କରାଯାଉନଥିଲା। ମୋର ହୃଦୟରୁ କୋଉଠି ନା କୋଉଠି ଗୋଟେ ଆସୁଛି, ମହାପ୍ରଭୁ ତାକୁ ନିଶ୍ଚୟ ଭଲ କରିଦେବେ। ସେ ଆମ ପାଖକୁ ପୁଣି ଫେରି ଆସିବେ। ଯେଉଁ କାମ, ଯେଉଁ ଜିନିଷ ମଣିଷ ପାଖରେ, ଡକ୍ଟର ପାଖରେ ସମ୍ଭବ ହେଇପାରେନି, ସେସବୁ ଜିନିଷ କାଳିଆ ପାଖରେ ସମ୍ଭବ ହେଇପାରେ। ଆଉ ମୋର ଏତିକି ପ୍ରାର୍ଥନା ରହିବ, ସେ ଜଲ୍ଦି ଭଲ ହେଇଯାଆନ୍ତୁ। ଆପଣ ଭାଇଙ୍କ ସାଙ୍ଗେ ଏତେ ମିଶିଛନ୍ତି, କାମ କରିଛନ୍ତି, ଆଜି ହ୍ୟୁମାନ ବିଂ କେମିତିକା ହ୍ୟୁମାନ ସାଗର କ'ଣ କହିବେ? ହ୍ୟୁମାନ ଜଣେ ବହୁତ ଭଲ ମଣିଷ, ଆଉ ବହୁତ ଭଲ କଣ୍ଠଶିଳ୍ପୀ ମଧ୍ୟ, ବହୁତ ଭଲ ମଣିଷ ମଧ୍ୟ। କେତେବେଳେ ସମୟ କାହାକୁ ଆଣି କେଉଁଠି ଠିଆ କରିଦିଏ, ମଣିଷ ହାତରେ କିଛି ନଥାଏ। କାଲି ସକାଳେ ଆମମାନଙ୍କ ଭିତରୁ କାହାର କ'ଣ ହେବ ମଧ୍ୟ ଆମେମାନେ ଜାଣିନାହୁଁ। ତ ସବୁ ଭାଗ୍ୟ ଉପରେ ଥାଏ। ଆମେ ସମସ୍ତେ ପ୍ରେ କରିବା। ବର୍ତ୍ତମାନ ଆମ ହାତରେ ସେମିତି କିଛି ନାହିଁ, ଆମେ ସମସ୍ତେ ପ୍ରେ କରିବା ସେ ଜଲ୍ଦି ଭଲ ହେଇଯାଆନ୍ତୁ। ଆଉ ତା ଛଡ଼ା ଦେଖନ୍ତୁ, ଆମେ ଯଦି ନ ଚାହିଁବା ନିଶା ଆମକୁ ଗ୍ରାସ କରିପାରିବ ନାହିଁ। ତ ଗୋଟେ ବିଜି ମୁଁ ଯେତିକି ଜାଣିଛି ଏ ଲାଇନ୍ର ଲୋକମାନେ, ନିଶା କଥା ତ ମୁଁ କହିପାରିବିନି, କିନ୍ତୁ ଏ ଲାଇନ୍ର ଲୋକମାନେ ହ୍ୟୁମାନ ଯେଉଁ ଭଳିଆ ଷ୍ଟାର, ମାନେ ଗୋଟେ ଦିନରେ 7-8ଟା ଗୀତ ଡବିଂ କଲେ, ରାତିରେ ପୁଣି ଷ୍ଟେଜ୍ ପ୍ରୋଗ୍ରାମ ଥାଏ, ପୁଣି ରାତିରେ ଲେଟ୍ରେ ଶୋଇବା 3ଟା-4ଟା, କେବେ କେବେ ଭୋର 5ଟା ହେଇଯାଏ, ପୁଣି ସକାଳ 8-9ଟାରେ ଉଠିକିରି 2-3 ଘଣ୍ଟା ଶୁଆ ହେଇଛି ନା ପୁଣି ଷ୍ଟୁଡିଓ, ଏସବୁ ବିଜି ସେଡ୍ୟୁଲ୍ ଭିତରେ ମଣିଷ ନିଜର କେୟାର ନେଇ
नहीं पारे किंतु आगामी युवपीढ़ी मानक मुझे माने संदेश देवी आपण मैंने जिते बिजी शेड्यूल भितर रुहतु आपण योग प्राणायाम आपणकर चलवा व्यायाम ये सब चालू रखु माने खाद्य पेय आपण माने पड़ो जगिया पड़ो मुझे पूरा भेजिटेरियन मु माने जगी सेमती समस्त जगिया पड़ो ना